ଜୟ ଜଗନ୍ନାଥ। ଆଜି ହେଉଛି 3 ସେପ୍ଟେମ୍ବର ବୁଧବାର। ଆଜିର ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଓଡ଼ିଆ ଭାଷାରେ ସମସ୍ତ ଓଡ଼ିଶାବାସୀ, ପ୍ରତ୍ୟେକ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ନେଇ ଆସିଛି। ଆଜି ବହୁତ ଗୁଡ଼ିଏ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇଭେଣ୍ଟ ହୋଇଛି। ଆପଣମାନେ এই ପଏଣ୍ଟ ଗୁଡ଼ାକ ଜାଣିବା ନିହାତି ଦରକାର। ଆପଣଙ୍କର ଆଗାମୀ ପ୍ରତ୍ୟେକ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ এই ପଏଣ୍ଟ ଗୁଡ଼ାକ ଭେରି ଇମ୍ପୋର୍ଟାଣ୍ଟ। ଭିଡ଼ିଓକୁ ଷ୍ଟାର୍ଟ କରିବା। ଭିଡ଼ିଓକୁ ଶେଷ ଯାଏଁ ଦେଖିବେ। ଆଜିର ପ୍ରଥମ ଇଭେଣ୍ଟ IEPFA ମହିଳାମାନଙ୍କ ପାଇଁ ନିବେଶକ ଦିଦି ପର୍ଯ୍ୟାୟ 2 ଆରମ୍ଭ କରିଛି। ଡିଟେଲରେ ଜାଣିବା। ବହୁତ ବଡ଼ ଇଭେଣ୍ଟ। କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ନିବେଶକ ଶିକ୍ଷା ଏବଂ ସୁରକ୍ଷା ପାଣ୍ଠି ପ୍ରାଧିକରଣ IEPFA ଗ୍ରାମୀଣ ଭାରତରେ ମହିଳାମାନଙ୍କ ନେତୃତ୍ୱରେ ଆର୍ଥିକ ସାକ୍ଷରତା ଉପରେ ନୂତନ ଧ୍ୟାନ ଦେଇ ଏହାର ପ୍ରମୁଖ ପଦକ୍ଷେପ ନିବେଶକ ଦିଦିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି। 1 ସେପ୍ଟେମ୍ବର 2025ରେ ହାଇଦ୍ରାବାଦର ପଟେଲଗୁଡ଼ା ପଞ୍ଚାୟତରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ମହିଳାମାନଙ୍କୁ ସାଥୀ ମହିଳାମାନଙ୍କୁ ଶିକ୍ଷିତ କରିବା ପାଇଁ ତାଲିମ ଦେଇ ଆର୍ଥିକ ଜ୍ଞାନର ବ୍ୟବଧାନକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ନିବେଶକ ଦିଦିର ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ ଭାରତ ସରକାର ଆରମ୍ଭ କରିଛନ୍ତି। ଏଇଟା ଆଉ ଗୋଟେ ବଡ଼ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ଇଭେଣ୍ଟ କ୍ରିକେଟ ଉପରେ। ICC ମହିଳା ବିଶ୍ୱକପ୍ 2025 ବିଜେତାଙ୍କ ପାଇଁ ରେକର୍ଡ 40 କୋଟି। ଡିଟେଲରେ ଜାଣିବା। ମହିଳା କ୍ରିକେଟ ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ICC 2025 ICC ମହିଳା ବିଶ୍ୱକପ୍ ବିଜେତାଙ୍କ ପାଇଁ 4.48 ନିୟୁତ ଆମେରିକୀୟ ଡଲାର 39.55 କୋଟିର ରେକର୍ଡ ଭଙ୍ଗ ପୁରସ୍କାର ଘୋଷଣା କରିଛି, ଯାହା 2022 ତୁଳନାରେ 239% ବୃଦ୍ଧିକୁ ପ୍ରତିଫଳିତ କରେ। ସେପ୍ଟେମ୍ବର 30ରୁ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ସହ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଆର୍ଥିକ ପୁରସ୍କାର 2023 ପୁରୁଷ ବିଶ୍ୱକପକୁ ମଧ୍ୟ ପଛରେ ପକାଇ ଦେଇଛି। ଏହି ଐତିହାସିକ ପଦକ୍ଷେପ ଲିଙ୍ଗଗତ ସମାନତା, ମହିଳା କ୍ରିକେଟର ବର୍ଦ୍ଧିତ ନିବେଶ ଏବଂ ମହିଳା ଖେଳର ବର୍ଦ୍ଧିତ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରତି ଏକ ପ୍ରମୁଖ ପଦକ୍ଷେପକୁ ସଂକେତ ଦିଏ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। TCA କଲ୍ୟାଣୀ ଆପଏଣ୍ଟେଡ୍ ହେଇଛନ୍ତି ନୂଆ CGA ରୂପରେ। ଡିଟେଲରେ ଜାଣିବା। ସାଙ୍ଗମାନେ, ବହୁତ ବଡ଼ ଇଭେଣ୍ଟ ଆପଣଙ୍କର ଏକ୍ଜାମରେ ନିହାତି ପଚରାଯିବ। 1991 ମସିହା ବ୍ୟାଚର ICAS ଅଧିକାରୀ ଶ୍ରୀମତୀ TCA କଲ୍ୟାଣୀ 29ତମ ଆକାଉଣ୍ଟସ୍ ମହାନିୟନ୍ତ୍ରକ CGA ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି, ଯାହାଙ୍କ ସହିତ ସର୍ବଜନୀନ ଆର୍ଥିକ ପରିଚାଳନା, ଡିଜିଟାଲ ଶାସନ ସେବା ସ୍ୱଚ୍ଛତାର 34 ବର୍ଷରୁ ଅଧିକ ତାଙ୍କର ଅଭିଜ୍ଞତା ରହିଛି। ଏବେ ତାଙ୍କର କ୍ୟାରିୟର ବିଷୟରେ ଜାଣିବା। LSRରୁ ସ୍ୱର୍ଣ୍ଣ ପଦକ ବିଜେତା ଏବଂ JUNର ବିଦ୍ୱାନ। ସେ ସାର ପାଇଁ DBT, MTNLର ଡିଜିଟାଲ ପରିବର୍ତ୍ତନ ଏବଂ PSUର ପୁନରୁଦ୍ଧାର ପ୍ରୟାସ ଭଳି ପ୍ରମୁଖ ସଂସ୍କାରର ନେତୃତ୍ୱ ନେଇଛନ୍ତି। ଭାରତର ମୁଖ୍ୟ ଆକାଉଣ୍ଟିଂ ପରାମର୍ଶଦାତା ଭାବରେ ସେ ଏବେ ଆର୍ଥିକ ଦାୟିତ୍ୱ ଏବଂ ଡିଜିଟାଲ ନବସୃଜନକୁ ନେତୃତ୍ୱ ଦେବେ। ଏହା ସହିତ ଶୀର୍ଷ ଆର୍ଥିକ ଭୂମିକାରେ ମହିଳା ନେତୃତ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ମଧ୍ୟ ଚିହ୍ନିତ କରିବେ। CGAର ଫୁଲ୍ ଫର୍ମ ମଧ୍ୟ ଆପଣଙ୍କୁ ଏକ୍ଜାମରେ ପଚରାଯାଏ। ମନେ ରଖିବେ, କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟସ୍ CGAର ଫୁଲ୍ ଫର୍ମ। ଆଉ ବର୍ତ୍ତମାନ 2025 ମସିହାରେ 29ତମ CGA ରୂପରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି TCA କଲ୍ୟାଣୀ। ନାଁଟା ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ବହୁତ ବଡ଼ ଇଭେଣ୍ଟ। ଆଗକୁ ବଢ଼ିବା। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଫାଇନାନ୍ସିଆଲ ଇଭେଣ୍ଟ। ଇଣ୍ଡିଆର GST କଲେକ୍ସନ 1.86 ଟ୍ରିଲିୟନକୁ ବୃଦ୍ଧି ପାଇଛି ଅଗଷ୍ଟ ମାସରେ। ଡିଟେଲରେ ଜାଣିବା। ଅଗଷ୍ଟ 2025ରେ ଭାରତର GST ସଂଗ୍ରହ 1.86 ଟ୍ରିଲିୟନରେ ପହଞ୍ଚିଥିଲା, ଯାହା ଋତୁକାଳୀନ ଏବଂ ବିଶ୍ୱ ବାଣିଜ୍ୟ ଚ୍ୟାଲେଞ୍ଜ ସତ୍ତ୍ୱେ ଏହି ବର୍ଷ 6.5% ଅଭିବୃଦ୍ଧିକୁ ସୂଚିତ କରୁଛି। ତଥ୍ୟ ଅର୍ଥନୈତିକ ସ୍ଥିରତାକୁ ସୂଚିତ କରୁଥିବା ବେଳେ ରିଫଣ୍ଡରେ 20% ହ୍ରାସ ମୁଖ୍ୟତଃ ରପ୍ତାନିକୁ ପ୍ରଭାବିତ କରୁଛି ଏବଂ ଏକ ମଧ୍ୟମ ଅଭିବୃଦ୍ଧି ହାର GST ସଂସ୍କାର ପାଇଁ ଆହ୍ୱାନକୁ
ତୀବ୍ର କରିଛି। ସରଳୀକୃତ ଟିକସ ସ୍ଲାବ ଏବଂ ଅନୁପାଳନ ଆଶ୍ୱସ୍ତି ବିଚାର କରିବା ପାଇଁ ଏକ ପ୍ରମୁଖ ଜିଏସ୍ଟି ପରିଷଦ ବୈଠକ ଯୋଜନା କରିଛି। ଜାରି ରହିଥିବା ଭୂ ରାଜନୈତିକ ଉତ୍ତେଜନା ଏବଂ ରାଜ୍ୟ କେନ୍ଦ୍ରର ବିଭିନ୍ନ ପ୍ରାଥମିକତା ଗତି ବଜାୟ ରଖିବା ପାଇଁ ସଂସ୍କାର ଆଲୋଚନାକୁ ଜରୁରୀତା ଯୋଗ କରୁଛି। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ଇଭେଣ୍ଟ। ଅଷ୍ଟ୍ରେଲିଆର ଦ୍ରୁତତମ ବୋଲର ମିଚେଲ ଷ୍ଟାର୍କ ଅନ୍ତର୍ଜାତୀୟ T20 କ୍ରିକେଟରୁ ରିଟାୟାରମେଣ୍ଟ ଘୋଷଣା କରିଛନ୍ତି। ଡିଟେଲରେ ଜାଣିବା। ଅଷ୍ଟ୍ରେଲୀୟ ଦ୍ରୁତ ବୋଲିଂର ଦକ୍ଷ ମିଚେଲ ଷ୍ଟାର୍କ 35 ବର୍ଷ ବୟସରେ ଆନୁଷ୍ଠାନିକ ଭାବରେ T20 ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି, ଯାହା ତାଙ୍କ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ଅନ୍ତ ଘଟାଇଛି। 2026 T20 ବିଶ୍ୱକପ୍ର ମାତ୍ର କିଛି ମାସ ପୂର୍ବରୁ ଏହି ପଦକ୍ଷେପ ନେଇଛନ୍ତି ମିଚେଲ ଷ୍ଟାର୍କ। ଟେଷ୍ଟ ଏବଂ ଏକଦିବସୀୟ ଫର୍ମାଟରେ ତାଙ୍କର ପ୍ରଭାବକୁ ବୃଦ୍ଧି କରିବା ପାଇଁ ଏକ ମ୍ୟାଥମେଟିକାଲ ପ୍ରୟାସର ଅଂଶ ଅଟେ, ଯେଉଁଠାରେ ସେ ତାଙ୍କର ସର୍ବୋଚ୍ଚ ସ୍ତରରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ତାଙ୍କ କ୍ୟାରିୟର ବିଷୟରେ ଜାଣିବା ଟିକେ। ଷ୍ଟାର୍କଙ୍କର T20 ଯାତ୍ରା 2012 ମସିହାରେ ପାକିସ୍ତାନ ବିପକ୍ଷରେ ଆରମ୍ଭ ହୋଇଥିଲା ଏବଂ 65ଟି ଅନ୍ତର୍ଜାତୀୟ ମ୍ୟାଚ୍ ସେ ଖେଳିଛନ୍ତି। ତାଙ୍କର ଇକୋନୋମି ହେଉଛି 7.74। ଅନ୍ତର୍ଜାତୀୟ T20 କ୍ରିକେଟରେ 79ଟି ୱିକେଟ୍ ମଧ୍ୟ ସେ ନେଇଛନ୍ତି, ଆଉ ଅଷ୍ଟ୍ରେଲିଆର ଦ୍ୱିତୀୟ ସର୍ବାଧିକ ଅନ୍ତର୍ଜାତୀୟ ୱିକେଟ୍ ଟେକର ମଧ୍ୟ T20 କ୍ରିକେଟରେ। ତାଙ୍କର ଗତି, ଘାତକ ୟର୍କର ଏବଂ ମ୍ୟାଚ୍ ବଦଳାଇବା ସ୍ପେଲ୍ ଅନେକ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଥିଲା, ବିଶେଷ କରି 2021 T20 ବିଶ୍ୱକପ୍ ସମୟରେ ଯେଉଁଥିରେ ଅଷ୍ଟ୍ରେଲିଆ ଟ୍ରଫି ଉଠାଇଥିଲା। ସେଇଥିରେ ତାଙ୍କର ଚମତ୍କାର ପ୍ରଦର୍ଶନ ଥିଲା। ସେ ଡେବ୍ୟୁ ପରଠାରୁ 6ଟି ଅନ୍ତର୍ଜାତୀୟ T20 ବିଶ୍ୱକପ୍ ମଧ୍ୟରୁ 5ଟିରେ ଖେଳିଥିଲେ। ଆଘାତ ଯୋଗୁଁ କେବଳ 2016 ସଂସ୍କରଣ ଖେଳିନଥିଲେ। ତାଙ୍କର ଆକ୍ରମଣାତ୍ମକ ପ୍ରାରମ୍ଭିକ ସ୍ପେଲ୍ ଏବଂ ସଠିକ୍ ଭାବରେ ଖେଳ ଶେଷ କରିବାର କ୍ଷମତା ପାଇଁ ସେ ଜଣାଶୁଣା। ଷ୍ଟାର୍କ ସବୁଠାରୁ ଛୋଟ ଫର୍ମାଟରେ ସବୁଠାରୁ ଭୟଙ୍କର ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଜଣେ, ଆଉ ବହୁତ ପ୍ରସିଦ୍ଧ ପରିଚିତ। ମନେ ରଖିବେ, ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। ଇଣ୍ଡିଆନ୍ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ତାର 8ମ ଫାଉଣ୍ଡେସନ ଦିବସ ପାଳନ କରିଛି। ଡିଟେଲରେ ଜାଣିବା। ବହୁତ ବଡ଼ ଇଭେଣ୍ଟ। 1 ସେପ୍ଟେମ୍ବର 2025 ମସିହାରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ IPPB ଏହାର 8ମ ପ୍ରତିଷ୍ଠା ଦିବସ ପାଳନ କରିଛି। 12 କୋଟିରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ସହିତ ଡିଜିଟାଲ ବ୍ୟାଙ୍କିଂରେ ଏକ ଅଗ୍ରଣୀ ଭାବରେ ଏହାର ଯାତ୍ରା ପାଳନ କରିଛି। 2018 ମସିହାରେ ଆରମ୍ଭ ହୋଇଥିବା IPPB ବର୍ତ୍ତମାନ 5.57 ଲକ୍ଷ ଗ୍ରାମ ଏବଂ ସହର ମଧ୍ୟରେ କାର୍ଯ୍ୟ କରୁଛି। 1.64 ଲକ୍ଷରୁ ଅଧିକ ପୋଷ୍ଟ ଅଫିସକୁ ଏକୀକୃତ କରୁଛି ଏବଂ 1.90 ଲକ୍ଷରୁ ଅଧିକ ପୋଷ୍ଟାଲ ଏଜେଣ୍ଟଙ୍କ ଦ୍ୱାରା ପରିଚାଳିତ ଭାରତର ଆର୍ଥିକ ଅନ୍ତର୍ଭୁକ୍ତିକୁ ପୁନଃ ପରିଭାଷିତ କରୁଛି। ଡିଜି ସ୍ମାର୍ଟ ଆକାଉଣ୍ଟ, ଫେସ୍ ଅଥେଣ୍ଟିକେସନ ଏବଂ AEPS ପରି ପ୍ରଦାନ ଏବଂ DBTରୁ ସୀମାପାର ରେମିଟେନ୍ସ ପର୍ଯ୍ୟନ୍ତ ସେବା ସହିତ IPPB ଦେଶର ଅବହେଳିତ ଲୋକଙ୍କୁ ସୁରକ୍ଷିତ, ଅନ୍ତର୍ଭୁକ୍ତ ଏବଂ ଟେକ୍ନୋଲୋଜି ଚାଳିତ ବ୍ୟାଙ୍କିଂ ମଧ୍ୟ ପ୍ରଦାନ କରୁଛି। ମନେ ରଖିବେ, 2018 ମସିହାରେ ଇଣ୍ଡିଆନ୍ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଆରମ୍ଭ ହୋଇଥିଲା, ଆଉ 2025 ମସିହାରେ 1 ସେପ୍ଟେମ୍ବରରେ 8ମ ଫାଉଣ୍ଡେସନ ଦିବସ ପ୍ରତିଷ୍ଠା ଦିବସ ପାଳନ କରିଛି। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଏଜୁକେସନାଲ ଇଭେଣ୍ଟ। NCERT 65ତମ ଫାଉଣ୍ଡେସନ ଦିବସ ବାଲ ବାଟିକା ଟିଭି ଏବଂ ଦୀକ୍ଷା 2.0 ପ୍ରୋଗ୍ରାମ ଆରମ୍ଭ କରିଛି। ଡିଟେଲରେ ଜାଣିବା। ବହୁତ ବଡ଼ ଇଭେଣ୍ଟ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ NCERT ସେପ୍ଟେମ୍ବର 1, 2025ରେ ଏହାର 65ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା। ଜାତୀୟ ଶିକ୍ଷାନୀତି NEP 2020 ସହିତ ସମନ୍ୱିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କରିଥିଲା। ଏହି କାର୍ଯ୍ୟକ୍ରମରେ ବାଲ ବାଟିକା ଟିଭି ଚ୍ୟାନେଲ, ଦୀକ୍ଷା 2.0, ପ୍ରଶସ୍ତ 2.0 ଏବଂ ପ୍ରାରମ୍ଭିକ ଶୈଶବ ଏବଂ ସ୍କୁଲ ଶିକ୍ଷା ପାଇଁ ଅନ୍ତର୍ଭୁକ୍ତ
ଏବଂ ଡିଜିଟାଲ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଅନ୍ୟାନ୍ୟ ଉପକରଣର ଶୁଭାରମ୍ଭ ହୋଇଥିଲା। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ, NCERT ତାର 65ତମ ପ୍ରତିଷ୍ଠା ଦିବସ 1 ସେପ୍ଟେମ୍ବରରେ ପାଳନ କରିଥିଲା। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଡିଫେନ୍ସ ଇଭେଣ୍ଟ। ଆଲେସ୍କାରେ ଯୁଦ୍ଧ ଅଭିଯାନ 2025 ପାଇଁ ଭାରତୀୟ ସେନା ପ୍ରସ୍ଥାନ କରିଛି। ଡିଟେଲରେ ଜାଣିବା, ବହୁତ ବଡ଼ ଇଭେଣ୍ଟ। ଭାରତୀୟ ସେନାର ଏକ ଦଳ ଭାରତ ଆମେରିକାର ବାର୍ଷିକ ମିଳିତ ସାମରିକ ଅଭ୍ୟାସର 21ତମ ସଂସ୍କରଣ ଯୁଦ୍ଧ ଅଭ୍ୟାସ 2025 1 ସେପ୍ଟେମ୍ବରରୁ 14 ସେପ୍ଟେମ୍ବରରେ ଅଂଶଗ୍ରହଣ କରିବା ପାଇଁ ଆଲେସ୍କାର ଫୋର୍ଟ ୱେନରାଇଟ୍ ଅଭିମୁଖେ ଯାତ୍ରା କରିଛି। ମାଡ୍ରାସ ରେଜିମେଣ୍ଟସ୍ ଏବଂ ଆମେରିକା ସେନାର ପ୍ରଥମ ବାଟାଲିୟନ 5ମ ପଦାତିକ ବାହିନୀ ବବକ୍ୟାଚ୍ ସହିତ ଏହି ଅଭ୍ୟାସ ଅନ୍ତଃ କାର୍ଯ୍ୟକ୍ଷମତା, ଆର୍କିଟିକ୍ ଏବଂ ପର୍ବତ ଯୁଦ୍ଧ, ହେଲିବର୍ନ ଅପସ୍, UAS ଏବଂ ଯୁଦ୍ଧ ଚିକିତ୍ସା ସହାୟତା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଆଲେସ୍କାର ଚରମ ଭୂଖଣ୍ଡରେ ଅନୁଷ୍ଠିତ ଏହି ଅଭ୍ୟାସ ରଣନୈତିକ ପ୍ରତିରକ୍ଷା ସମ୍ପର୍କକୁ ଗଭୀର କରିବା, ବହୁ ଡୋମେନ୍ ପ୍ରସ୍ତୁତି ଏବଂ ଜାତିସଂଘ ମିଶନ ଏବଂ ଭବିଷ୍ୟତର ମିଳିତ ଅଭିଯାନ ପାଇଁ ମିଳିତ ପ୍ରସ୍ତୁତିକୁ ଗୁରୁତ୍ୱାରୋପ କରେ। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ସାଙ୍ଗମାନେ, ଆଜିର ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଏଇଠି ସରିଲା। ଆଉ ଭିଡ଼ିଓ କେମିତି ଲାଗିଲା ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ, ସମସ୍ତ ସାଙ୍ଗସାଥି ପ୍ରତ୍ୟେକ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଖକୁ ସେୟାର କରିବେ। ସାଙ୍ଗମାନେ, ଆଜିର ଭିଡ଼ିଓର PDF ଆପଣମାନଙ୍କୁ ଟେଲିଗ୍ରାମରେ ମିଳିଯିବ। ଡେସ୍କ୍ରିପ୍ସନରେ ଲିଙ୍କ ଅଛି, ଟେଲିଗ୍ରାମ ସହିତ ଯୋଡ଼ି ହୋଇଯିବେ। ନୂଆ ଥିଲେ ୱାର୍ଲଡ ଆଫେୟାର ମଧୁଜିକେ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ସବୁଦିନ ଇମ୍ପୋର୍ଟାଣ୍ଟ ଜିକେ, କରେଣ୍ଟ ଆଫେୟାର, ସ୍ପୋର୍ଟସ ଆଫେୟାର, ୱାର୍ଲଡ ଆଫେୟାର, ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ନୋଟିଫିକେସନ ଆପଣଙ୍କୁ ଏଠାରେ ମିଳିଥାଏ। ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ଜୟ ହିନ୍ଦ।